ବାବା ଟିକେ କଥା ହେବେ। ଆଜ୍ଞା ହ୍ୟାଲୋ ସାର୍ ନମସ୍କାର। ନମସ୍କାର। କଣ ତମେ କହିଲ ଗୋଟେ କଥା କରୁଛ ଗୋଟେ କଥା ତମ ସାର୍ କଥା କଣ କିଛି କରିବା ସାର୍, ଗାଁ ହିସାବ ସେ କିତାବ ଡିସ୍ପ୍ୟୁଟ ନାହିଁ। ସବୁ ରମଣ ଛାଇ ନାଇଁ ସରି ନାଇଁ ନାଇଁ କେନ୍ଦୁପତ୍ର। ନାଇଁ 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 ଇଏ ତମେ ଯୋଉମାନଙ୍କୁ ଆଜି 15 ଦିନ ସାଥିରେ କଥା ହଉଛ ଆମେ ସେମିତି ଭାବିଲେ କି ଆମକୁ? ନାଇଁ ସାର୍ ମୋର 100ରୁ 100 ଭରସା, ନାଇଁ ମୁଁ ନାଇଁ ବହୁତ ଭଲ ପାଏ ଆଇ ସାର୍। ଏମ୍ ସରୋଜ ପାଢୀ। ହଁ ସାର୍ ଏ ବ୍ୟବହାର ଠିକ ନାହିଁ। ସାର୍ ଏ ଯୋଉ ତମ ବାତ ଡିସ୍ପ୍ୟୁଟ ଶୁଣିଲେ କି ସେମାନେ ନାଇଁ? କରିଦେଇଛନ୍ତି ଗାଁ, ଆପଣ ଇନକ୍ୱାରି କରନ୍ତୁ। ଏବେ ମଧ୍ୟ ତାଙ୍କ ମତେ ଟ୍ରାକ୍ଟର ତମେ ସିରିଏଲ ଜାଣିଛ କଢଉଛନ୍ତି କି ସାର୍। ନାଇଁ? ମତେ ଗୋଟେ ପ୍ରଶ୍ନ ଉତ୍ତର ଦିଅ। ମତେ ଜାଣିଛ ନା ଭଲ ଭାବରେ? ହଁ ଭଲ ଜାଣିଛି ସାର୍। ଭଲ ଭାବରେ ଜାଣିଛ। ଆସିଲ ମୋ ସାଙ୍ଗରେ କଥା ହେଲ, ପୁଣି ନାଇଁ ସାର୍ ଦେଖା ନାହିଁ, ବନ୍ଦ ହେଇଗଲା ତ, ସାକ୍ଷାତ ନାହିଁ, ଯୋଉ ପାଣି କଥା ନାହିଁ, ପଳେଇଲା, ଆମେ ବାର୍ତ୍ତା ମାସେ ନାହିଁ। 8 ତାରିଖଠୁ ବନ୍ଦ ଅଛି ରେମ୍ବୋ। ତମେ 8 ତାରିଖରେ ବନ୍ଦ ଥାଉ, 5 ମାସ ବନ୍ଦ ଥାଉ, 2 ଦିନ ବନ୍ଦ ଆଜ୍ଞା ଥାଉ, ଆଜ୍ଞା କି ଚଲେଇଥାଉ, ସାର୍। କଥାର ମୂଲ୍ୟ ରହିବା ଦରକାର। ହଁ ସାର୍ କଥାଟା ମୁଁ ସାର୍ ଯୋଉଟା କେନ୍ଦୁପତ୍ର କଥାର ବିଷୟରେ ମୂଲ୍ୟ ନାହିଁ ସେଇଟା ସରୋଜ ପାଢୀ ନାହିଁ। ଆଜ୍ଞା ଆଜ୍ଞା ଅଣ୍ଡରଷ୍ଟାଣ୍ଡ? ହଁ ସାର୍। ଆଉ କଣ ସାର୍ ରୁ କଣ ମିଳିବ ମତେ? ତମେ କହିଲ ମୁଁ 2-3 ଦିନ ଭିତରେ ଆସୁଛି, ଆଜି ପର୍ଯ୍ୟନ୍ତ ଆଉ ଦେଖା ନାହିଁ କି ସାକ୍ଷାତ ନାହିଁ। ନାଇଁ ତ ଘାଟ ଥରେ ବନ୍ଦ ହେଲା, କେନ୍ଦୁପତ୍ର କିଛି ଡିସାଇଡ୍ ହେଇପାରିଲାନି ତ ସାର୍, ମୁଁ ଟିକେ ରହିଗଲି। ମୁଁ କହିଥିଲି ବାପାଙ୍କୁ ନାଇଁ ନାଇଁ ଯେ ତମେ ଏମିତି ଲୋକ କେନ୍ଦୁପତ୍ର ମତେ ଯାହା ଡିସ୍ପ୍ୟୁଟ ଜଣା ଅଛି। ପଡୁଛି ତମେ ବିଜନେସ ଲାଇନ ର ଲୋକ ନୁହଁ, ସୁବିଧାବାଦୀ ଲାଇନ ର ଲୋକ। ନାଇଁ ମୁଁ ସୁବିଧା ନାହିଁ ସାର୍। ହଁ ସୁବିଧା ଯଦି ମୁଁ ସେ କେବେ ହେଲେ ତମେ ସେମିତି ଏବେ ହବି ସେ ଆଜ୍ଞା, ଘାଟ ଆଗକୁ କିଏ ଆମେ ଚଲଉଛି ସବୁବେଳେ ଦେଖଉନା। ବେଡସିକି? ନାଇଁ ସାର୍ ମୁଁ ସେଇ ଟାଇପର ନାହିଁ। ଗୁଡିସର ଏବେ କିଏ ଚଲଉଛି? କେନ୍ଦୁପତ୍ର ଗୁଡିସର ଗୁଡିସର ନାଇଁ ସେଟା ତ ପାକିଟ ରେଣ୍ଟ। ହଁ ସେଟା ତ ଆମର ମୋର ସାର୍ ଅଛି ସେଟା ଟେଣ୍ଡର। ଚଲଉଛ ତ? ହଁ ବନ୍ଦ ଅଛି 8 ତାରିଖଠୁ। 8 ତାରିଖ ତମେ ପଇସା ଦବ ବୋଲି କହିଲ, ଗୁଡିସର ପଇସା କାହିଁ ଦେଲନି ତ? ନାଇଁ ଗୁଡିସର ସାର୍ 2 ଚାଲିନି। ମୁଁ ମାସ ହେଲା ବାପୁକୁ ଦେଇନ ନେଇକିରି ତମେ ଖାଲି 2 ପଇସା। ଲକ୍ଷ ଟଙ୍କା ଦେଇଥିଲି ଜାଷ୍ଟ ଯେ ମାଗିଲା ପରେ। ନାଇଁ ନାଇଁ 2 ଆଉ ମାସର କହିଲେ ଯେ ପଇସା ରାନିଂ ହେଲା ତମେ 2 ପରେ ମାସ ମୁଁ ହେଲା ଦେଇଦେଲି, ବର୍ତ୍ତମାନ ତ ବିଲକୁଲ ବନ୍ଦ ଟଙ୍କା ହେଇଗଲା ଟିକେ ସାର୍। ଦେଇନ। କଣ କରିବା? ହଁ ମୁଁ ବାପା ମାଗିଲା ପରେ 2 ଲକ୍ଷ ଦେଇଥିଲି, ତାପରେ ତ ପାଣି ସେତେବେଳେ ପଳେଇଲା, ଆସିଥିଲ ବନ୍ଦ ଦେଇଥିଲ, ହେଇଯାଇଛି 2 ଘାଟ ମାସ ସାର୍, ହେଲା ବନ୍ଦ ତମେ ଅଛି ଚଲେଇଛ, ଘାଟ। କାହିଁ କିଛି କହିନ ଆଉ? ନାଇଁ ଘାଟ ତ ବନ୍ଦ ଅଛି, ତାପରେ ସେ ନାଇଁ ଯୋଉ ନାଇଁ ପେନାଲ୍ଟି ନାଇଁ ଯାହା ନାଇଁ ପଡିଯାଇଥିଲା ନାଇଁ ସେ ନାଇଁ ପେନାଲ୍ଟି। ତମର କଥା କିଛି ଇଏ ନାହିଁ, ଠିକ ଠିକଣା ମତେ ଲାଗୁନି। ନାଇଁ ସାର୍ ଏମିତିରେ ଠିକ ହୁଏନି ହେଇଗଲେ ବାବୁ। ହଁ କେନ୍ଦୁପତ୍ରଟା ଆରମ୍ଭ ହେଇସାରିଲେ ସବୁ ମେକଅପ୍ ହେଇଯାଇଥିଲି। ମୁଁ ଏମିତି ଭାବିଲି ବୋଲେ କେନ୍ଦୁପତ୍ର ତ ଡିସ୍ପ୍ୟୁଟ ଛିଡୁନି। ନାଇଁ ତମେ ଡିସ୍ପ୍ୟୁଟ ସେଟା କିଏ ସେଟା ୟାକୁ ସବଲିଜରେ ଦେଇ ଦେଇଛ ପରା। କାହାକୁ? ହଁ କେନ୍ଦୁପତ୍ର ତ ସେଟା ମୁଦୁଲିକୁ ଆପଣଙ୍କ ଏରିଆଟା। କେନ୍ଦୁପତ୍ର ତ କିଛି ଠିକ ହେଲାନି ସାର୍। ସିଏ ତ ସେ ମୁଦୁଲିକୁ ତମେ ଗୁଡିସର ଟା ଦେଇ ଦେଇଛ ପରା ନାଇଁ ସବଲିଜରେ। ସିଏ କିଏ ମୁଦୁଲି କିଏ ଆଜ୍ଞା, ମୁଁ ଲିଜ ହୋଲ୍ଡର। ମୁଦୁଲି କଣ ଦେଇଦେବି ସାର୍? ମୋ ପାଖରେ ଏଗ୍ରିମେଣ୍ଟ କପି ଥୁଆ ହେଇଛି, ତମେ ଦେଇ ନାଇଁ ଦେଇଛ। ମୁଦୁଲି କିଛି ନାହିଁ। ତାକୁ ସେ ଯୋଉ 2022ରେ ପରେ ତାକୁ ଖାଲି ବୁଝିବାକୁ ଦିଆଯାଇଥିଲା ବୋଲି, ସେ ନାଇଁ ଭାଇ ବୁଝିଲାନି କି ପଇସା ବୁଝିବାକୁ ଦେଲାନି, ସେ ଦେଇଥିଲେ ଆଉଟ କଣ ହେଇଗଲା। ଦେଇଥିଲେ? ଏଗ୍ରିମେଣ୍ଟ ତ କରିଛ ନା? ଏଗ୍ରିମେଣ୍ଟ କପି ମୋ ପାଖରେ ଥୁଆ ହେଇଛି। ଏଗ୍ରିମେଣ୍ଟ ତାକୁ ମୁଁ 2ଟା ପାୱାର ପାଟର୍ନ ପେଜ୍ ଦେଇନି, ଥୁଆ ହେଇଛି ପାୱାର ମୋ ପାଟର୍ନ ପାଖରେ। ଦେଇନି ତାକୁ। ହଁ ତାକୁ ପାୱାର ପାଟର୍ନ ମୁଁ ଦେଇନି, ଜଷ୍ଟ ବୁଝିବାକୁ ଖାଲି ଦିଆଯାଇଥିଲା। ଏଗ୍ରିମେଣ୍ଟ ହଁ ଅର୍ଥ କଣ? 2ଟା ଏଗ୍ରିମେଣ୍ଟ। ଏଗ୍ରିମେଣ୍ଟ କିଛି ନାହିଁ। ସେ ମୋର ସେ ସମୟରେ ମୁଁ ଯୋଉ ମୋର ସ୍ୱାସ୍ଥ୍ୟ ଭଲ ନଥିଲା, ତାକୁ ମୁଁ ଭାଇ ମୁଁ ବୁଝିବାକୁ ଜଣେ 4 ମାସ ଓକିଲ ଦେଲି। ଆଜ୍ଞା, 4 ମାସ ମତେ ପରେ କଣ ସେ ପଇସା ବୁଝେଇବାକୁ ଦେବେ? ଦେଲାନି। ପଇସା ନ ଦେଲା ପରେ ସେ ଅଟୋମେଟିକ ଶୁଣ ଆଉଟ ହେଲା ତମେ ହେଲା। ପଇସା ଦେଲା ନଦେଲା ସେ କଥା ମତେ କୁହନା। ହୁଁ ହୁଁ ଏଗ୍ରିମେଣ୍ଟ ର ଅର୍ଥ କଣ ତମେ କରୁଛ? 2ଟା ମୋ ପାଖରେ ଥୁଆ ହେଇଛି ଏଇଠି ମୋ ସାମ୍ନାରେ। ହଁ ସାର୍ ଥୁଆ ହଉ, ଠିଆ ହେଲେ ହଁ ବର୍ତ୍ତମାନ ସିଏ ମୋର ପାର୍ଟନ ଏତେ ନାହିଁ, ମାନେ ସିଏ ତାକୁ ମୁଁ ପାୱାର ପାଟର୍ନ ଦେଇନି। ସିଏ ଏଇଟା କିଏ? କୋଉ ମୁଁ ତ ଲିଜ ପର୍ଯ୍ୟନ୍ତ ଅଛି? ହୋଲ୍ଡର। 2ଟା ବା 3 ବର୍ଷ ପାଇଁ ଅଛି ଏଠି। ହଁ ଆମର ସେଇଟା 27ରେ ସରିଯିବ ଆଉ। 27 3 ବର୍ଷ ତମେ ଦେଇ ଦେଇଛ ଏଇଟାକୁ। ନାଇଁ ନାଇଁ ମୁଁ ପାୱାର ଆଉ ବଟନ ତମର ଦେଇନି କଣ ତାକୁ। କହୁଛ ସୁଧା? ତାକୁ ପାକିଟି ମୁଁ ପାୱାର ବଟନ ଦେଇନି, ଆପଣ ଭଲ ଭାବରେ ଦେଖନ୍ତୁ। ପାୱାର ଆପେଟିଂ ନାହିଁ ଭାଇ, ଏଗ୍ରିମେଣ୍ଟ ଟା କରିଛ ତା ନାଇଁ ସହିତ ତମେ। ଏଗ୍ରିମେଣ୍ଟ ଯୋଉ ସମୟ ବୁଝିଲା, ସେ ଏଗ୍ରିମେଣ୍ଟ ସେ ଫୁଲଫିଲ କରିପାରିଲେନି। ମତେ ପଇସା ସେ ଆଁ ଟୋଟାଲ ଦେଲାନି, ଯାହାଫଳରେ ସେ ଡିଫଲ୍ଟରେ ହେଲା, ତେଣୁ ସେ ଆଉଟ ହେଲା। ଡିଫାଲ୍ଟର ହଉ କି କଣ ହଉଛି, ଏଗ୍ରିମେଣ୍ଟ ତ ଅଛି ନା ତା ନାଁରେ। ଏଗ୍ରିମେଣ୍ଟ ଥିଲେ କିସ ହବ? ଏଗ୍ରିମେଣ୍ଟ ଅନୁସାରେ ସେ ଫାଲୋ କଲା କି? ଏଗ୍ରିମେଣ୍ଟ ଖାଲି କଣ ଲେଖିଦେଲେ କରିଦବ ହେଲା ତମେ? କି? ତାର କଣ ଏଗ୍ରିମେଣ୍ଟ ତ ତା ନାଁରେ କରିଦେଇଛ ତମେ ଏବେ। କିଛି ତା ନାଁରେ କିଛି ବୁଝିବାକୁ ଖାଲି କୁହା ହେଇଥିଲା। ପଇସା ସେ ଦେବି ବୋଲି କହିଲା, ପଇସା ମତେ ସେଟା ତ ଦେଲାନି। ଲେଖା ହେଇନି ଏଥିରେ ଆଜ୍ଞା, ହଁ ବୁଝିବା ପାଇଁ ପଇସା କିଛି ଲେଖା ଗୋଟେ। ହେଇଥିଲା, ପଇସା ଲେଖା ହେଇଥିଲା, ସେ ମତେ ଦେଲାନି ପଇସା, ତେଣୁକରି ସେ ଆଉଟ ହେଲା। ଆଉଟ ହେଲା ବୋଲି କହିଲେ ତମେ ପାଟିରେ ଆଉଟ କାଗଜ ପତ୍ର ଆଉ ଲେଖିକି କାଗଜ ଦେଇଛ ପତ୍ର ହେଲେ ଗୁଡିସର। ସେ ଚାବି ପକେଇଲା, ମୋର ଚଲେଇନି। ସେ ସମୟରେ ଯିଏ ତହସିଲଦାର ହେଲେ ଥିଲେ, କଣ ଏଡିଏମ୍ କରିବ ସବୁ ଥିଲେ, ତମେ ସେ ଭାଇ କୁହ ବିଷୟରେ ମତେ? ଏତେ କଥା ବୁଝୁନ ତମେ। ସେ ବିଷୟରେ ଜାଣିଛନ୍ତି। ଆଇନ ସବୁ ଅନୁସାରେ ମାନେ ସିଏ ଥାନା ବି ବର୍ତ୍ତମାନ ଜାଣିଛି, ସମସ୍ତେ ଜାଣିଛି, କଲେକ୍ଟର ବନ୍ଧ ସାର୍ ଏ ବିଷୟରେ ସବୁ ଜାଣିଥିଲେ ତା କଲେକ୍ଟର ବିଷୟରେ। ଜାଣନ୍ତୁ, ଯିଏ ଜାଣନ୍ତୁ, ମୋର ସେଥିରେ କିଛି ଦେବାର ନେବାର ନାହିଁ ବାପା। ମତେ ଆଜ୍ଞା ଆଜ୍ଞା କଲେକ୍ଟର ରାମ ଭୀମ ମତେ ବୁଝନ, ସାର୍ ବୁଝିଲ ସାର୍ ନା? ଡୋଣ୍ଟ ସେ ଲାଇକ ଦିସ୍। ମତେ ଆଜ୍ଞା। କଣ ତମେ ଆଇନ ବୁଝଉଛ, ଇଏ ବୁଝଉଛ? ନାଇଁ ନାଇଁ ମତେ ଭାବିଲ ଆପଣ କି ସେ କହିଲେ ଇଏ ତାକୁ ଭଳିଆ ଦେଇଦେବି କହିଲୁ, ମୁଁ ତାକୁ ଦେଇନି। ତାକୁ କୁଆଡେ ଦେଇଥିଲି? ପାୱାର ଦେଇଦେଲେ ବଟନ କଣ? ଦେଇଥିଲେ, ଏଗ୍ରିମେଣ୍ଟ ଟା ମୋ ଦେଇଦେଲେ ହେଲା। ପାଖରେ ଥୁଆ ହେଇଛି ହଁ ଆଗରେ ଏଠି। ଥୁଆ ହେଲେ ତାକୁ ପାୱାର ବଟନ ମୁଁ ଦେଇନି। ସେ ପାୱାର ବର୍ତ୍ତମାନ ଅଫ ଆଟର୍ଣ୍ଣି କଣ? ଏଗ୍ରିମେଣ୍ଟ ଅର୍ଥ କଣ? ପାୱାର ଅଫ ଆଟର୍ଣ୍ଣି। ଏଗ୍ରିମେଣ୍ଟ ହ୍ୱାଟ ଇଜ ଦ ଅର୍ଥ ଡିଫରେନ୍ସ ୟୁ ନୋ? ଏଗ୍ରିମେଣ୍ଟ 17 ପର୍ଯ୍ୟନ୍ତ ଦିଆହେଇଛି, ତାକୁ ମୁଁ ହାତ କାଟିକି ଏଇଟା ଦେଇନି। ତାକୁ 17 ବୁଝିବାକୁ ପର୍ଯ୍ୟନ୍ତ ଜଷ୍ଟ ଅଛି ଏଇଟା। ଦିଆଯାଇଥିଲା। ତାକୁ ବୁଝିବାକୁ ଦିଆଯାଇଥିଲା, କଣ୍ଡିସନ କରାଯାଇଥିଲା, ସେ ମନ୍ଥଲି ମତେ ଦେବି ବୋଲି, ସେ ଆରେ ଭାଇ ଦେଲାନି, ସେ କଣ ଲେଖା ଫୁଲଫିଲ ହେଇଛି ତମେ କରିପାରିଲାନି। ପଢିକିରି ଏଇଟା ସତ କରିଛ ନା ଖାଲି ସତ ହଁ କରିଦେଇଛ? ଖାଲି ସନ୍ଦେହ କଲେ, ସେ ମତେ ଏଗ୍ରିମେଣ୍ଟ ଯୋଉ ପ୍ରକାର କରିଥିଲା, ସେ ସମୟରେ ସେ ଫୁଲଫିଲ କରିପାରିଲାନି, ମତେ ଦେଲାନି ପଇସା। ନଦେଲେ ତାକୁ ମୁଁ ଛାଡିକି ନଦେଲେ ହେଲେ ତମେ ତ ଏଗ୍ରିମେଣ୍ଟ ରୁ ଇଏ କଲନି। ଏଗ୍ରିମେଣ୍ଟ ଇଏ କ୍ୟାନସଲ କଲେ, ସେ କରିଦଉନ ଧରାଯାଉ ଦେଲାନି। ଏଗ୍ରିମେଣ୍ଟ। ଆମର ରେମ୍ ଚାଇପ ଗୋଟେ ବର୍ଷେ ମତେ ସେ ଚଲେଇ ଦେଲେନି, ବର୍ଷରେ ସେ ଲସ୍ ଭାଇ ମତେ ଭାଇ ଦବ।
ଯଦି ସିଏ ନକଲେ ନା ତମେ ଖାଲି agreement ଟେଣ୍ଡର ହେଇଛି, ଆମର ତାକୁ 1.5 ଇଏ ବର୍ଷ କରିଦେଲନି। ଚାଲିନି ରେମ୍ବୁ ସେ ବନ୍ଦ କରିକି ରଖିଲେ, ତ ତାର ଲସ୍ କିଏ ଦବ? ହଁ 1.5 ବର୍ଷ ଆରେ କାଳ ସେ ତମର ବନ୍ଦ କରି ଲସ୍ କିଏ ରଖିଲେ, ଦବ କି ନ ଦେଲା ଦବ ପରେ ମୁଁ ସେ ଆଉ ସେଥିପାଇଁ ଚଲେଇଲେନି। ଯାଇକି ମୁଁ ତାକୁ ଯୋଉ ଏଗ୍ରିମେଣ୍ଟ ଦେଲି ଘାଟ ଚଲେଇବାକୁ କହିଲା, ଘାଟ ଚଲେଇଲାନି। ସିଏ ଚଲେଇଲା କି ଯଦି ନ ଚଲେଇଲା ଏଗ୍ରିମେଣ୍ଟ ଟା ତମେ ହଁ ମୋର କ୍ୟାନ୍ସେଲ ସେ କରିଥାନ୍ତ। ସେ ଧରା ଛୁଆଁ ଦେଲାନି ପରା। ମୋ ହେଲେ ୱାଇଫାର କଣ ମୁଁ କରିବ ନେଇକିରି କଣ ଅନ୍ୟ ଆଇନ ରେମ୍ବରେ ଚଲେଇଲା, ଅନୁଯାୟୀ ମୋ ତା ପାଖରେ ୱାଇଫାର ଅଛି। ନେଇକିରି ପୁରସ୍ତମପୁରରେ ଚଲେଇଲା। ସେ ସମୟରେ ମୁଁ ତହସିଲଦାରକୁ କହିଲି, ତହସିଲଦାର କହିଲେ ଆରେ ଭାଇ ସେମିତି ଶୁଣ, ମୋ କାହିଁକି କଲ? କଥାଟା ଶୁଣ, ତୁ ଯା ଭାଷଣ କାହିଁ ଦଉଛ? ଆଜ୍ଞା। ଭାଷଣ ଦିଅ ନା, ଭାଷଣ ତ ଆମେ ଦେବାକୁ କହୁଛୁ, ତମେ କାହିଁ ଭାଷଣ ଦଉଛ? ତେଣୁ ମୁଁ ତାକୁ ସେମିତି କିଛି ପାୱାର ପେଟ ଦେଇନି। ହେଇଟି ପାୱାର ପେଟେ ନି ନା ଭାଇ, ମୋ ପାଖରେ PCH ପାଣିଗ୍ରାହୀ, ବ୍ରହ୍ମପୁର, ଗଞ୍ଜାମ ହଁ ପୁରା ଏଗ୍ରିମେଣ୍ଟ ତାକୁ କପିଟା ଅଛି ମୋ ପାଖରେ। ହଁ ତାକୁ ବୁଝିବାକୁ ଦିଆଯାଇଥିଲା, ତାକୁ ମୁଁ ଦେଇନି। ବୁଝିବାକୁ ସିଏ ଲେଖିନ ଭାଇ ତମେ ଲିଜ୍ ଏକା। ହୋଲ୍ଡର ମୁଁ ନିଜେ ଅଛି, ମୁଁ ଡିଲିଂ କରୁଛି, ମୁଁ ପଇସା ତମେ ବାନ୍ଧିକିରି ଡିଲିଂ ଶୁଣ ମେଣ୍ଟେନ ଭାଇ, କରୁଛି। ତମେ ଡିଲିଂ କଲେ କିଛି କରିପାରିବ। ଆଇନ ଅନୁସାରେ ହୁଁ ଏଇଟା ହଉଛି ମୁଦୁଲି ହଉଛି ଆର ହକଦାର 27 ପର୍ଯ୍ୟନ୍ତ। ହୁଁ ତମର କିଛି ନାହିଁ ଏବେ। ହଁ ମୁଁ ତ ଏବେ ରୟାଲି ବାନ୍ଧିଛି ନିଜେ। ଯଦି ତମେ ହକଦାର ବାନ୍ଧିଲେ ନାହିଁ, ମୁଁ କଣ ରୟାଲି ବାନ୍ଧିକିରି ଏଗ୍ରିମେଣ୍ଟ ମତେ ତା ୱାଇଫାର ମୁଁ ନାଁରେ ଗଭର୍ଣ୍ଣମେଣ୍ଟ କେମିତି କିମିତି ଦେଲା? କରିଦେଲ? ମତେ ୱାଇଫାର ମୁଁ ଗଭର୍ଣ୍ଣମେଣ୍ଟ କେମିତି ଦେଲା? ମୁଁ ତ ପଇସା ବାନ୍ଧିଲେ, ଏ ଯୋଉ ରୟାଲି ତମେ ପଇସା ମୁଁ ପାଇଛି, ବାନ୍ଧିଲେ ତାଠୁ ମୋ ଆଇନି ନା। କଥାଟା ବୁଝିବାର ଅଛି ନା। ତମେ ତମେ ଆମ ଘରେ କଣ ଆଇନଟା ଅଛି କି? ନାଇଁ ନାଇଁ ଘରେ ଆଇନ ନାହିଁ, ପଇସା ତ ମୁଁ ହଁ। ବାନ୍ଧୁଛି, ମୁଁ ଲିଜ୍ ହୋଲ୍ଡର, ମୁଁ ତମେ ପଇସା ବାନ୍ଧିଲେ ବାନ୍ଧିଲି କଣ ହବ? ରୟାଲିଟି, ମୁଁ ୱାଇଫାର ଆଣିଲି ରିସିଭ୍ କଲି। ତମେ ୱାଇଫ ରିସିଭ୍ କରିଲ, ସବୁ କରିବ, ହୁଁ କିନ୍ତୁ ଏଗ୍ରିମେଣ୍ଟ ତା ନାଁରେ ଅଛି ନା। ହଁ ଥାଉ, ସିଏ ନଉ ନହେଲେ କଣ ଅସୁବିଧା? ହେଲେ ଆମେ କାହା ସାଥିରେ କଥାବାର୍ତ୍ତା କରୁ? ହଁ କରନ୍ତୁ। ଆମେ ତମ ସାଥିରେ କଥାବାର୍ତ୍ତା କଲୁ, ତମେ ତ ଧରା ଛୁଆଁ ଦେଲନି କି ଦେଖା ନାଇଁ ଧରା ସାକ୍ଷାତ ଛୁଆଁ ଦେଲନି। ବେଲେ ଆଜ୍ଞା ଚାଲିନି, ଘାଟ ଚାଲିନି ଆଜ୍ଞା, ତମେ ବନ୍ଦ ଘାଟ ଅଛି ଆଉ। ଚଲା ନ ଚଲା ବାବୁ। ଡୁ ୟୁ ଥିଙ୍କ ଆଇ ଏମ୍ ଏ ବିଜନେସମ୍ୟାନ? ଆଜ୍ଞା। ମୁଁ କଣ ବିଜନେସମ୍ୟାନ ତମ ଭଳି ଆଇଛି? ନାଇଁ ନାଇଁ ବିଜନେସ ମ୍ୟାନ ମୁଁ ଆଉ କଣ କହୁଛି ୟୁ କି ଆର୍ ଟକିଂ ଲାଇକ୍ ଦିସ୍? ଜିନିଷଟା କହିଲେ ଏଟା ତାର ବୋଲି କହିଲେ ତ ମୁଁ କହୁଛି, ତାର କୁଆଡେ ତାର ଏଟା ହବ? ଏଗ୍ରିମେଣ୍ଟ ଅଛି ତାର ଆଜ୍ଞା। ତାର ତମେ ହେଲେ କିଛି ସିଏ ନଉ ଅସୁବିଧା ଆଜ୍ଞା, ନାହିଁ। ସିଏ ନେଲେ ନଉ, ତା ନାଁରେ କରିଦଉ, ନହେଲେ ଏବେ କିଛି ମୋ ତାହିଁରେ ଦୁଃଖ ନାହିଁ ସାର୍। ଦୁଃଖ କଣ କରିବାର ଅଛି କି? ତମେ ତ ହାତ କାଟିକି ଲେଖି ଦେଇ ହଁ ଦେଇଛ। ମୁଁ କିଛି ହାତ କାଟି ଦେଇନି, ପାୱାର ଦେଇନି। ମୁଁ ବର୍ତ୍ତମାନ ରୟାଲି ବାନ୍ଧିକିରି ମୁଁ ରିସିଭ୍ ଭରୁଛି, ମୋ ନାଁରେ ଲିଜ୍ ହୋଲ୍ଡର ଶୁଣ ଅଛି ହେଲା। ତାର କିଛି ନାହିଁ, ତା ନାଁରେ କିଛି ନାହିଁ। ଶୁଣ ଭାଇ, ମତେ ତମ ଭିତରେ ବୁଝାବୁଝି ହୁଅ, କଣ କରିବ ମତେ ହଁ ବୁଝାଅ। ସେଇଟା ବୁଝାବୁଝି ସମୟ ହବ। ଇଏ ତମେ ବୁଝ, ଆମେ ଯାହା କଥାବାର୍ତ୍ତା କରୁ ବର୍ତ୍ତମାନ ମୁଦୁଲି ସାଙ୍ଗରେ କଥାବାର୍ତ୍ତା କରୁ। କରନ୍ତୁ। ହଁ, ଆଇ ୱିଲ୍ ଟକ୍ ଟୁ ହିମ୍, ନଟ୍ ଟୁ ୟୁ। ଠିକ ଅଛି, ରହିଲେ ଆଜ୍ଞା। ହଉ। ବେଶୀ ଫାଲତୁ କଥା